ମାଲକାନଗିରି ପୋଲିସକୁ ମିଳିଲା ବଡ଼ ସଫଳତା। ଛତିଶଗଡ଼ ନକ୍ସଲ ସଂଗଠନର ଜଣେ ହାର୍ଡକୋର ମାଓବାଦୀ ଆଜି ବନ୍ଧୁକ ସହ ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓ ସଂଗଠନରେ ବ୍ୟବହାର କରୁଥିବା ନିଜର ଅତ୍ୟାଧୁନିକ ଏସ୍ଏଲ୍ଆର୍ ବନ୍ଧୁକ ସହ 12ଟି ଅଫୁଟା ଗୁଳି, 2ଟି ଲ୍ୟାଣ୍ଡମାଇନ୍, କଡେକ୍ସ ତାର, ବିଦ୍ୟୁତ ତାର, ମେଡିସିନ ଓ ନକ୍ସଲ ପୋଷାକ ଓ ପ୍ରଚାରପତ୍ର ସହ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ସୁକମା ଜିଲ୍ଲା ସହ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଦଲଦଲି ଅଞ୍ଚଳରେ ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲେ। ଏହି ହାର୍ଡକୋର ମାଓବାଦୀର ନାଁ ହେଉଛି ସୁକ୍ରାମ ମାଡକାମ। କାଙ୍କେରଘାଟ ଏରିଆ କମିଟିରେ ମେମ୍ବର ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ। ସୁକ୍ରାମଙ୍କୁ ମୁଣ୍ଡ ଉପରେ ଥିଲା 21 ଲକ୍ଷ ଟଙ୍କାର ପୁରସ୍କାର ରାଶି। ହେଲେ ଆତ୍ମସମର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ମାଲକାନଗିରି ଏସ୍ପି ବିନୋଦ ପାଟିଲ ହେଚ୍ ପ୍ରକାଶ କରିଛନ୍ତି ଏବଂ ଆଗାମୀ ଦିନରେ ଯେଉଁମାନେ ବର୍ତ୍ତମାନ ମଧ୍ୟ ମାଓ ସଂଗଠନରେ ରହିଛନ୍ତି ସେମାନଙ୍କ ଆତ୍ମସମର୍ପଣ ପାଇଁ ଅନୁରୋଧ କରିଛନ୍ତି ଏସ୍ପି ଶ୍ରୀ ପାଟିଲ। ତେବେ ଆଗାମୀ ଦିନରେ ମାଲକାନଗିରି ପୋଲିସ ନିକଟରେ ଆହୁରି କେଉଁ କେଉଁ ମାଓ ସଂଗଠନର ସଦସ୍ୟମାନେ ଆତ୍ମସମର୍ପଣ କରିବେ ତାହା ଦେଖିବାକୁ ରହିଲା।